ଓଡ଼ିଶାର ସମସ୍ତ ସୁଭଦ୍ରା ଯୋଜନାର ହିତାଧିକାରୀ ମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଖୁସିର ଖବର। ଏହି ମାସ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତିର ଟଙ୍କା ଯୋଗ୍ୟ ହିତାଧିକାରୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବା ପାଇଁ ଯାଉଛି। ତେଣୁ ଆପଣମାନେ ସମସ୍ତେ ଜାଣିଥିବେ ରାଜ୍ୟ ସରକାରଙ୍କ ତରଫରୁ ମହିଳାମାନଙ୍କୁ ମିଳୁଥିବା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତିର ଟଙ୍କା ଆସନ୍ତା 28 ତାରିଖ ଶୁକ୍ରବାର ପବିତ୍ର ରକ୍ଷାବନ୍ଧନ ଅବସରରେ ସରକାର ପ୍ରଦାନ କରିବେ। ତେଣୁ ଏଥର ସୁଭଦ୍ରା ଯୋଜନାରେ ଯେଉଁ ହିତାଧିକାରୀ ମାନେ ନୂଆ କରି ଆବେଦନ କରିଛନ୍ତି ଏବଂ ପୂର୍ବରୁ ଯେଉଁମାନେ ସୁଭଦ୍ରା ଯୋଜନାରେ 4ଟି କିସ୍ତିର ଟଙ୍କା ପାଇସାରିଛନ୍ତି, ବର୍ତ୍ତମାନ ସେମାନଙ୍କୁ ସୁଭଦ୍ରା ଯୋଜନାରେ ଆଉ 5,000 ଟଙ୍କା ପଞ୍ଚମ କିସ୍ତିରେ ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯିବ। ତେଣୁ ଆଜି ସୁଭଦ୍ରା ଯୋଜନାର ଗୋଟେ ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ଯେଉଁ ଆପଣମାନଙ୍କୁ ଆସନ୍ତା ଶୁକ୍ରବାର ଦିନ ମିଳିବା ପାଇଁ ଯାଉଛି, ଏଥିରେ କେତେଜଣ ହିତାଧିକାରୀ ପାଇବେ ଏବଂ କେଉଁ ହିତାଧିକାରୀମାନଙ୍କୁ ଟଙ୍କା ମିଳିବ, ତା ସହିତ ବିଶେଷ କରି ସୁଭଦ୍ରା ଯୋଜନାରେ ଯେଉଁ ହିତାଧିକାରୀମାନେ ପୂର୍ବରୁ କୌଣସି କାରଣରୁ ତାଙ୍କର ଟଙ୍କା ଆସିନାହିଁ ବା ଆପଣମାନେ ଦୀର୍ଘ ଦିନ ଧରି ଆବେଦନ କଲା ପରେ ମଝିରେ ଆପଣମାନଙ୍କ ରିଜେକ୍ଟ ହୋଇଯାଇଥିଲା ବା ଆପଣମାନେ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି କିସ୍ତି ପାଇନାହାନ୍ତି, ତାହେଲେ ସରକାରଙ୍କ ତରଫରୁ ବର୍ତ୍ତମାନ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଦିଆଯାଇଛି ଯେ ଯେଉଁମାନେ ପ୍ରଥମ କିସ୍ତିରୁ ବର୍ତ୍ତମାନ ସୁଦ୍ଧା କୌଣସି କିସ୍ତିର ଟଙ୍କା ପାଇନାହାନ୍ତି ସେମାନଙ୍କୁ ସରକାର ଏକାଥରେ 25,000 ଟଙ୍କା ଲେଖାଏଁ ପ୍ରଦାନ କରିବେ। ତେଣୁ କେଉଁମାନେ 25,000 ଟଙ୍କା ପାଇବେ, ନୂଆ ହିତାଧିକାରୀମାନଙ୍କୁ କେତେ ଟଙ୍କା ମିଳିବ, ଆସନ୍ତୁ ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଆଜିର ଏହି ଭିଡ଼ିଓରେ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ଏହି ଭିଡ଼ିଓଟି ଫେସବୁକ୍ ବା ଇନଷ୍ଟାଗ୍ରାମରେ ଯଦି ଦେଖୁଛନ୍ତି ନିହାତି ଆପଣମାନେ ଆମକୁ ଫଲୋ କରିଦେବେ। ଦେଖନ୍ତୁ, ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତିର ଟଙ୍କା ଆଉ 10 ଦିନ ପରେ ଆପଣମାନଙ୍କ ଆକାଉଣ୍ଟକୁ ଆସିବା ପାଇଁ ଯାଉଛି। ଅର୍ଥାତ୍ ଆଜି ଆପଣମାନଙ୍କର 16 ତାରିଖ ହେଇଗଲା, 17 ପରେ ଆଉ 10 ଦିନ ଅର୍ଥାତ୍ 28 ତାରିଖ ପରେ ଆପଣମାନଙ୍କ ଆକାଉଣ୍ଟରେ ଟଙ୍କା ଯାହାକି ଅଲରେଡ଼ି କ୍ରେଡ଼ିଟ୍ ହୋଇସାରିଥିବ। ତେଣୁ ସୁଭଦ୍ରା ଯୋଜନାର ଯେଉଁ ପଞ୍ଚମ କିସ୍ତିର ଟଙ୍କା ଆସିବ, ଏହା ପୂର୍ବରୁ ବହୁତ କିଛି ହିତାଧିକାରୀମାନଙ୍କ ମନରେ ଡାଉଟ୍ ଅଛି। ବହୁତ ଜଣ ମୋତେ ଟେଲିଗ୍ରାମରେ ମଧ୍ୟ ମେସେଜ୍ କରୁଛନ୍ତି, ଫେସବୁକ୍ ଇନଷ୍ଟାଗ୍ରାମରେ ବହୁତ ସାରା ମେସେଜ୍ ଆସୁଛି ଯେ ଆମର କେତେ ଟଙ୍କା ମିଳିବ ଏବଂ ଯେଉଁମାନେ ନୂଆ କରି ଆବେଦନ କରିଛନ୍ତି ସେମାନଙ୍କୁ ପ୍ରଥମେ ଜାଣିବା କେତେ ଟଙ୍କା ମିଳିବ। ଦେଖନ୍ତୁ, ସୁଭଦ୍ରା ଯୋଜନାରେ ବହୁତ ଜଣ ହିତାଧିକାରୀ ରହିଛନ୍ତି ଯେଉଁମାନେ କି ପ୍ରଥମ କିସ୍ତିରୁ ଟଙ୍କା ପାଇନାହାନ୍ତି, କିନ୍ତୁ ପ୍ରଥମ କିସ୍ତି ମିଳିବା ପୂର୍ବରୁ ଯଦି ଆପଣମାନଙ୍କର ଆବେଦନ ହେଇଥିଲା ତାହେଲେ କେବଳ ସେହି ହିତାଧିକାରୀମାନଙ୍କୁ ଯଦି ବର୍ତ୍ତମାନ ଭେରିଫିକେସନ୍ କରାଯାଇ ଜିଲ୍ଲା ସ୍ତରରୁ ଆପଣମାନଙ୍କ ନାମଟି ବିଭାଗ ତରଫକୁ ଦିଆଯାଇଛି ତାହେଲେ ଆପଣ 25,000 ଟଙ୍କା ପାଇବେ। ସମସ୍ତେ 25,000 ଟଙ୍କା ପାଇବେ ନାହିଁ। ବହୁତ ଜଣ କମେଣ୍ଟ କରୁଛନ୍ତି ଯେ ଆମେ ନୂଆ ଆବେଦନ କରୁଛୁ, ଆମକୁ ପଞ୍ଚମ କିସ୍ତିରେ 25,000 ଟଙ୍କା ମିଳିବ କି ନାହିଁ। ଦେଖନ୍ତୁ, ଯେଉଁମାନେ ଯେଉଁ ନଭେମ୍ବର ମାସରେ ପୋର୍ଟାଲ ଓପନ୍ ହେଲା ପରେ ଯେଉଁମାନେ ନୂଆ ଆବେଦନ କରିଥିଲେ ବା ଗତ ଥର ଯେଉଁ ଟଙ୍କାଟି ମିଳିଥିଲା ମାର୍ଚ୍ଚ ମାସ ପରେ ଯେଉଁମାନେ ଆବେଦନ କରିଛନ୍ତି ସେମାନଙ୍କୁ କେବଳ 5,000 ଟଙ୍କା ମିଳିବ। ଏଇଟା ମନେ ରଖନ୍ତୁ, ବହୁତ ଜଣ କନଫ୍ୟୁଜନ୍ ରହୁଛନ୍ତି ଯେ ଆମେ ନୂଆ କରି ଆବେଦନ କରୁଛୁ ଆମକୁ 25,000 ମିଳିବ କି 5,000। କାରଣ ଦେଖନ୍ତୁ, ସୁଭଦ୍ରା ଯୋଜନାର ଗାଇଡ଼ଲାଇନ୍ ଅନୁସାରେ ଆପଣମାନଙ୍କୁ ଯେତେବେଳେ 21 ବର୍ଷ ହେଉଛି, 21 ବର୍ଷ ହେଲା ପରେ ସେଇ ଥର ଯେଉଁ ଆପଣମାନେ ଆବେଦନ କରିବେ ଏବଂ ଆପଣମାନଙ୍କର ଏପ୍ରୁଭାଲ୍ ହେଲା ପରେ ଆପଣମାନଙ୍କୁ ଯାଇକି କିସ୍ତି ମିଳିବା ଆରମ୍ଭ ହେବ। ତେଣୁ ସେଇ ନୂଆ ହିତାଧିକାରୀମାନଙ୍କୁ 5,000 ମିଳିବ। 25,000 କେଉଁମାନଙ୍କୁ ମିଳିବ, ଯେଉଁଟାକି ମୁଁ ପୂର୍ବରୁ କହିଦେଲି। ଯେଉଁ 2024 ସେପ୍ଟେମ୍ବର 19 ତାରିଖରେ ଯେଉଁ ଫାଷ୍ଟ କିସ୍ତି ମିଳିଥିଲା ତା ପୂର୍ବରୁ ଯଦି ଆପଣମାନେ ଆବେଦନ କରିଥିଲେ କିନ୍ତୁ ଆପଣମାନଙ୍କର ଯେଉଁଟାକି ଏପ୍ରୁଭାଲ୍ ହେଇନଥିଲା ବା କୌଣସି କାରଣରୁ ଆପଣମାନେ ସୁଭଦ୍ରା ଯୋଜନାରେ ସାମିଲ ହେଇପାରିନଥିଲେ, ସେହି ସବୁ ହିତାଧିକାରୀଙ୍କୁ 25,000 ଟଙ୍କା ମିଳିବ। ଏବେ ଆସନ୍ତୁ, ଆହୁରି ବହୁତ ସାରା ଡାଉଟ୍ ଆପଣମାନଙ୍କ ମନରେ ଅଛି, ତ ସେ ବିଷୟରେ ଆଜି ଯେଉଁ ଅପଡେଟ୍ଟି ଉପମୁଖ୍ୟମନ୍ତ୍ରୀ ଦେଇଛନ୍ତି ସେ ବିଷୟରେ ମୁଁ ଡିଟେଲ୍ସ ଆପଣମାନଙ୍କୁ କହିଦେଉଛି। ତ ଦେଖିପାରୁଥିବେ ପେପର ମାଧ୍ୟମରେ ଯେଉଁ ଅପଡେଟ୍ଟି ରହିଛି, ଆସନ୍ତା 28 ତାରିଖ ମହିଳାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା। ରକ୍ଷାବନ୍ଧନ ଅବସରରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି ଏବଂ ଯେଉଁମାନେ ପ୍ରଥମ ଥର ପାଇଁ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଏକାଥରେ 5ଟି କିସ୍ତିର ଟଙ୍କା ମିଳିପାରେ। ଅର୍ଥାତ୍ ଏଇଠି ଆପଣମାନେ କନଫ୍ୟୁଜନ୍ ହୁଅନ୍ତୁନି। ଯେଠି ଆପଣମାନେ କ'ଣ କୁହାଯାଇଛି ନା ଯେଉଁମାନେ ପ୍ରଥମ ଥର ଆବେଦନ କରି ଯୋଗ୍ୟ ବିବେଚିତ ହୋଇଛନ୍ତି ତାଙ୍କୁ 5,000 ମିଳିବ, କିନ୍ତୁ ଯେଉଁମାନେ ପୂର୍ବରୁ ଆବେଦନ କରିଥିଲେ କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ଟଙ୍କା ଆସିନଥିଲା ସେମାନଙ୍କୁ 25,000 ଟଙ୍କା ମିଳିପାରେ। ତା ସହିତ ଦେଖନ୍ତୁ, ଏନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ନୟାଗଡ଼ରେ ସୁଭଦ୍ରା ଯୋଜନାର ରାଜ୍ୟସ୍ତରୀୟ ସମାରୋହରେ ଟଙ୍କା ପ୍ରଦାନ କରାଯିବ। ଅର୍ଥାତ୍ ଏଥର ଯେଉଁ ଟଙ୍କାଟି ପ୍ରଦାନ କରାଯିବ ନୟାଗଡ଼ରୁ ଏହି ଟଙ୍କାଟି ପ୍ରଦାନ କରାଯିବ। ଅଗଷ୍ଟ 28 ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ମହିଳାମାନେ ଏହି ଟଙ୍କା ପାଇବେ। ତେଣୁ କେଉଁମାନେ ଏଥର ଟଙ୍କା ପାଇବେ, ଦେଖନ୍ତୁ ନା ପୂର୍ବରୁ 4ଟି କିସ୍ତିରେ ମୋଟ ଯେଉଁ 20,000 ଟଙ୍କା ପାଇସାରିଥିବା
ସମସ୍ତ ହିତାଧିକାରୀଙ୍କୁ ଏଥର ଯାଇକି ପଞ୍ଚମ କିସ୍ତିର ଟଙ୍କା ମିଳିବ। କିନ୍ତୁ ତାର ଟର୍ମ ଆଣ୍ଡ କଣ୍ଡିସନ୍ ରହିଛି, ଯଦି ଆପଣମାନେ ସରକାରଙ୍କର ସୁଭଦ୍ରା ଯୋଜନାର ଗାଇଡ଼ଲାଇନ୍ ଅନୁସାରେ ଯଦି କାହାକୁ 60 ବର୍ଷରୁ ଅଧିକ ହୋଇଯାଇଥିବ ସେମାନେ ବାଦ୍ ପଡ଼ିବେ, କେଉଁମାନେ ନୂଆ କରି ଇନକମ୍ ଟ୍ୟାକ୍ସ ଭରିଥିବେ ସେମାନେ ବାଦ୍ ପାରିବେ ଏବଂ ବହୁତ ସାରା ନିୟମ ରହିଛି, ସେଥିରେ ମଧ୍ୟ ଆପଣମାନେ ବାଦ୍ ପଡ଼ିପାରନ୍ତି। କିନ୍ତୁ ନୂତନ ଭାବେ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଥିବା ମହିଳାମାନଙ୍କୁ ଏଥର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର 5,000 ଟଙ୍କା ମିଳିବ। ପୂର୍ବରୁ ଭେରିଫିକେସନ୍ ବାକି ଥିବା ଏବଂ ଏବେ ଯୋଗ୍ୟ ତାଲିକାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ମିଳିବ। ଏଇଟା ଲାଇନ୍ଟାକୁ ମନେ ରଖନ୍ତୁ ଯେ ପୂର୍ବରୁ ଯେଉଁମାନଙ୍କର ଆମର କୌଣସି ବି କାରଣରୁ ରିଜେକ୍ଟ ହେଇଥିଲା ଏବଂ ସେମାନଙ୍କର ଭେରିଫିକେସନ୍ ହେଲା ପରେ ପୁଣି ଥରେ ସେମାନଙ୍କୁ ଯୋଗ୍ୟ ତାଲିକାରେ ସାମିଲ କରାଯାଇଛି, ବା ଯେଉଁଟାକି ଆପଣମାନେ ଜାଣିଥିବେ ଜୁଲାଇ 25 ତାରିଖ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାର ଯେଉଁ ଯୋଗ୍ୟ ହିତାଧିକାରୀଙ୍କ ଲିଷ୍ଟକୁ ବିଭାଗକୁ ପଠାଯାଇଛି, ସେହି ହିସାବରେ ଯେଉଁମାନେ ଯୋଗ୍ୟ ଥିବେ ସେମାନଙ୍କୁ ଟଙ୍କା ମିଳିବ। ତେଣୁ ଏହି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତା ଅଗଷ୍ଟ 28 ତାରିଖରେ ସୁଭଦ୍ରା ଯୋଜନାର ଟଙ୍କା ପ୍ରଦାନ କରାଯିବ। ତେଣୁ ସୁଭଦ୍ରା ଯୋଜନାରେ ଯେଉଁ ହିତାଧିକାରୀମାନଙ୍କର ଗ୍ରିଭେନ୍ସ ଦିଆଯାଇଥିଲା ସେମାନେ ବର୍ତ୍ତମାନ ନିଜ ନିଜର ଗ୍ରିଭେନ୍ସର ଷ୍ଟାଟସ୍ ଚେକ୍ କରିପାରିବେ। ୟାକୁ ନେଇ ମଧ୍ୟ ବହୁତ ସାରା କମେଣ୍ଟ ଥିଲା ଯେ ଆମର ଗ୍ରିଭେନ୍ସ ଆମେ ଆବେଦନ କରିଥିଲୁ ବା ଗ୍ରିଭେନ୍ସ ଦେଇଥିଲୁ, ତାର ବର୍ତ୍ତମାନ ଷ୍ଟାଟସ୍ ଅପଡ଼େଟ୍ ହେଇନାହିଁ। ଦେଖନ୍ତୁ ଜୁଲାଇ 25 ପରେ ମ୍ୟାକ୍ସିମମ୍ ହିତାଧିକାରୀଙ୍କ ଗ୍ରିଭେନ୍ସ ଯାକି ଏପ୍ରୁଭାଲ୍ ହୋଇସାରିଛି ଏବଂ ଯେଉଁମାନଙ୍କର ଏପ୍ରୁଭାଲ୍ ହୋଇସାରିଛି ସେମାନଙ୍କୁ ଏଥର ସୁଭଦ୍ରା ଯୋଜନାର ଟଙ୍କା ମିଳିବ। ତା ସହିତ ଦେଖନ୍ତୁ ସୁଭଦ୍ରା ଯୋଜନାର ବର୍ତ୍ତମାନ ସୁଦ୍ଧା ଯଦି ଆମେ ଦେଖିବା ଯେ ହିତାଧିକାରୀଙ୍କ 4ଟି କିସ୍ତିରେ 20,000 ଟଙ୍କା ପାଇଛନ୍ତି। ପ୍ରଥମ କିସ୍ତି ପ୍ରଥମ ପର୍ଯ୍ୟାୟରେ ଯେଉଁଟାକି 2024 ସେପ୍ଟେମ୍ବର 17ରେ 5,000 ଟଙ୍କା ପ୍ରଦାନ କରାଯାଇଥିଲା। ତାପରେ ଆପଣମାନେ ଜାଣିଥିବେ କିସ୍ତିର ଅନ୍ୟାନ୍ୟ ପର୍ଯ୍ୟାୟ ମାଧ୍ୟମରେ ମଧ୍ୟ ଟଙ୍କା ଆସିଥିଲା। ତାପରେ ଦ୍ୱିତୀୟ କିସ୍ତି ମାର୍ଚ୍ଚ 8, 2025ରେ ଆସିଥିଲା। ତୃତୀୟ କିସ୍ତି ପୂର୍ବବର୍ଷ ଯେଉଁଟାକି ରାକ୍ଷୀ ପୂର୍ଣ୍ଣିମା ଆମର 9 ଅଗଷ୍ଟ 2025ରେ ପ୍ରଦାନ କରାଯାଇଥିଲା। ଚତୁର୍ଥ କିସ୍ତି ମଧ୍ୟ ସରକାରଙ୍କ ତରଫରୁ 2026 ମସିହା ମାର୍ଚ୍ଚ 8 ତାରିଖରେ ପ୍ରଦାନ କରାଯାଇଛି ଏବଂ ଯୋଗ୍ୟ ହିତାଧିକାରୀମାନଙ୍କୁ ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ 20,000 ଟଙ୍କାର ସହାୟତା ରାଶି ମିଳିସାରିଛି। ତେଣୁ ଯେଉଁମାନେ ସୁଭଦ୍ରା ଯୋଜନାରେ ନୂଆ ଆବେଦନ କରିଛନ୍ତି ତାଙ୍କର ଡିବିଟି ଆପଣମାନଙ୍କର ଦେଖନ୍ତୁ ମେନ୍ ପ୍ରୋବ୍ଲେମ୍ ଆପଣମାନଙ୍କର ରହିବ ଡିବିଟି। ତା ସହିତ ବହୁ ଜଣଙ୍କର କମେଣ୍ଟ ମଧ୍ୟ ଥିଲା ଯେ ବର୍ତ୍ତମାନ ଆମେ ପୂର୍ବରୁ ଯେଉଁ ସୁଭଦ୍ରା ଯୋଜନାର ଟଙ୍କା ଆସୁଥିଲା ସେ ଡିବିଟିକୁ ବର୍ତ୍ତମାନ ଆମେ ଚେଞ୍ଜ କରିଦେଇଛୁ, ଟଙ୍କା ଆସିବ କି ନାହିଁ କିଛି ବି ପ୍ରୋବ୍ଲେମ୍ ନାହିଁ। ଡିବିଟି ଆପଣମାନଙ୍କର ଯଦି ଆକ୍ଟିଭ୍ ଥିବ ଆପଣମାନଙ୍କର 100% ଟଙ୍କା ଆସିବ। ତ ଯାହା ବି ହେଉ ଆସନ୍ତା 28 ତାରିଖ ଶୁକ୍ରବାର ଆପଣମାନଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ମିଳିବା ପାଇଁ ଯାଉଛି। ତେଣୁ ଯେଉଁମାନେ ବି ଗ୍ରିଭେନ୍ସ ଦେଇଛନ୍ତି ନୂଆ ଆବେଦନ କରିଛନ୍ତି ସମସ୍ତେ ନିଜ ନିଜର ଷ୍ଟାଟସ୍ ବର୍ତ୍ତମାନ ଚେକ୍ କରିଦିଅନ୍ତୁ। ଷ୍ଟାଟସ୍ ଚେକ୍ କଲା ପରେ ଯଦି ଷ୍ଟାଟସ୍ରେ କୌଣସି ପ୍ରୋବ୍ଲେମ୍ ରହିଛି ଆପଣମାନେ ମୋତେ କମେଣ୍ଟ କରନ୍ତୁ, ମୁଁ ତା ଉପରେ ଗୋଟେ ଡେଡିକେଟେଡ୍ ଭିଡ଼ିଓ ଆପଣମାନଙ୍କ ସହିତ ସେୟାର କରିବି।